ମୋ ନାଁ ଗୋଦାବର୍ଷ ବରାଡ଼, ଗ୍ରାମ ସଭାପତି ନବହନପୁର। এই যাত্রা আমার 24 তারিখ ঠাରୁ যজ্ঞ আরম্ভ হয়ে আজ 26 তারিখে ପୂର୍ଣ୍ଣାହୁତି ଦିଆହେଉଛି ଏବଂ ମା ପାର୍ବତୀଙ୍କର ବିଗ୍ରହ ସ୍ଥାପନ କରାଯାଉଛି ଏବଂ ଆସନ୍ତାକାଲି 27 ତାରିଖରୁ ବାବା ବାଲୁଙ୍ଗେଶ୍ୱର ପଲ୍ଲୀ ଶାସନରୁ ଏଠିକି ଆସିବେ ଏବଂ ଆମର ଏଠୁ ବାଲୁଙ୍ଗେଶ୍ୱର ଦେବ ଯାଇ ଉଭୟ ଗାଁ ପରିକ୍ରମା କରି এই ଜାଗାରେ ହିଁ ତାଙ୍କୁ ସ୍ଥାପନ କରାଯିବ ବା ତାଙ୍କର ଏଠି ଦୋଳ ଯାତ୍ରା ଏଇଠୁ ଆରମ୍ଭ ହେବ। କାର୍ଯ୍ୟକ୍ରମ ଆଜି ତ ଯେହେତୁ ପୂର୍ଣ୍ଣାହୁତି ଏଠି ଆମର ଦୁଆରି ନାଚ ହେଉଛି, ଭାରତ ଲୀଳା ହେଉଛି ଏବଂ ଆସନ୍ତା 28, 1, 2, 3 ତିନି ଦିନ ଧରି ସାମାଜିକ ନାଟକ 4 ଦିନ ଧରି ସାମାଜିକ ନାଟକ ଏଠି ଏଇ ଯାତ୍ରା ପଡ଼ିଆରେ ହିଁ ଅନୁଷ୍ଠିତ ହେବ। ଗାଁ ପିଲାମାନଙ୍କ ଦ୍ୱାରା ଅନୁଷ୍ଠିତ ହେବ। ଏଠି ଆମର 3000 ଲୋକଙ୍କ ପାଇଁ ପ୍ରସାଦ ସେବନ ହୋଇଛି। ସେମାନେ ଖାଇବେ, ଯେହେତୁ ଆଜି ସୁଦଶା ବ୍ରତ ଅଛି। କିଛି ଯେଉଁମାନେ ହବିଷ୍ୟାଳି ଅଛନ୍ତି ସେମାନଙ୍କ ପାଇଁ ସେ ଅନ୍ୟାନ୍ୟ ଭୋଗ ପ୍ରସାଦ ସେବନ, ଆଉ ଅନ୍ୟ ମହିଳାମାନେ ସମସ୍ତେ ପାଇଁ ଆମର ଅରୁଆନ୍ନ ପ୍ରସାଦ ହେଇଛି, ସେ ସବୁ ଖାଇବେ। ନିଶ୍ଚିତ ରୂପେ ଭାଇଚାରାର ପର୍ବ ହେଉଛି। ଏଇ ଭାଇଚାରା ନଥିଲେ ଆମେ ଏତେ ବଡ଼ ଆପଣମାନେ ଏଠି ଆସିକି ଉପସ୍ଥିତ ଅଛନ୍ତି, ଦେଖୁଛନ୍ତି, ବହୁତ ଜନ ସମାଗମ ହେଇଛି। ତେଣୁ ନିଶ୍ଚିତ ରୂପେ ଆପଣ ଜାଣିପାରୁଥିବେ ଏହା ହେଉଛି ଭାଇଚାରାର ପର୍ବ। ନିଶ୍ଚିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ବିଶ୍ୱଶାନ୍ତି ଯଜ୍ଞ କରାଯାଉଛି। ଏ 3 ଦିନ ଚାଲିଲାଣି, ଆଜି ହେଉଛି ତାର ପୂର୍ଣ୍ଣାହୁତି। ଏଇଟା ଆମେ ଦେଖିଲୁ ଯେ ଆମର ଯେଉଁ ଯାତ୍ରା, ଆମର ଜଣେ ବୟସ୍କ ବ୍ୟକ୍ତି, ଆପଣ ତାଙ୍କର ଭିଜୁଆଲ ନେଇଥିବେ, ଦେଖିଲେ ଯେ ଆସିକି 46 ବର୍ଷ ହେଲା ଏ ଅନୁଷ୍ଠାନ ଚାଲିଲାଣି। ପ୍ରଥମେ ଗ୍ରାମର 12-13 ଘରକୁ ନେଇ ଗୋଟେ ଗାଁ ତିଆରି ହେଇଥିଲା, ଗାଁ ଗଠନ ହେଇଥିଲା। ସେଇଆ ପରେ ଆସ୍ତେ ଆସ୍ତେ ଗାଁର ମଝିରେ ହେଉଥିଲା। ଆସ୍ତେ ଆସ୍ତେ ଯେହେତୁ ଏଠି ଆମର ଶିବ ମନ୍ଦିର ପ୍ରତିଷ୍ଠା କରାଯାଇ ଶିବଙ୍କର ଆରାଧନା କରାଗଲା, ଏଠି ଯାତ୍ରାଟିକୁ ଆମେ ଏଠି ଏହି ପ୍ରାଙ୍ଗଣରେ ହିଁ ଅନୁଷ୍ଠିତ କରୁଛୁ। ମୁଁ ବହୁତ ଖୁସି ଏବଂ ଗ୍ରାମବାସୀ ମଧ୍ୟ ବହୁତ ଖୁସି ଅଛନ୍ତି। ନିଶ୍ଚିତ ରୂପେ ପୁରା ମୁଁ କହିଲି ନାଇଁ, ପାଛୋଟିଆ ଗାଁରେ ଆମର ବହୁତ ଗୋଟେ କମିଟି ତିଆରି କରାହେଇଛି। ଯେଉଁମାନେ କାନ୍ଧୁଆଳି ଅଛନ୍ତି ସେମାନେ ପଲ୍ଲୀ ଶାସନ ଗ୍ରାମ ବୁଲେଇକି ଏବଂ ପାଖ ଗାଁ ଯେଉଁଗୁଡ଼ା ଅଛି ସେମାନଙ୍କୁ ରାତିରେ ଭୋଗ ଖୁଆଇ ଏଠି ଆମର 1-2ଟା ରାତିରୁ ପ୍ରଶାସନ କରି ବହୁତ ଶୋଭାଯାତ୍ରାରେ ବାଣ ଫୁଟାଇ ରୋଷଣୀ ଜାଳି ଆମେ ଏଠି ଆଣିକି ଏଠି ତାଙ୍କୁ ଉପସ୍ଥାପନ କରି ଆମେ ଯାତ୍ରା 4 ଦିନ କାଳ ଏଠି କରିବୁ। ଏଠି ଆମର ବାଳ ଭୋଗ ଅଛି, ଆହୁରି ଅନ୍ୟାନ୍ୟ ଭୋଗ ଅଛି। ତା ସହିତ ଯେଉଁ ଦୋଳ ପୂର୍ଣ୍ଣିମାରେ ଆମର ଚଣା ଭୋଗ ହୁଏ, ଏସବୁ ଭୋଗ ମଧ୍ୟ ଏଠି ଆମର କରାଏ ଏବଂ ଗାଁରେ ସମସ୍ତଙ୍କ ଦ୍ୱାରା ଭୋଗ ଖାଇକା ଠାକୁର ଆସନ୍ତି। ନିଶ୍ଚିତ ରୂପେ ଆମେ କମିଟି ଗଠନ କରିଛୁ। ଏ କମିଟି ଏବଂ ଗାଁ ବାସୀ ସମସ୍ତଙ୍କ ସହଯୋଗରେ କାମ ହେଉଛି। ମୁଁ ଆଶା କରୁଛି ବାବା ବାଲୁଙ୍ଗେଶ୍ୱର ଏବଂ ମା ପାର୍ବତୀଙ୍କ କୃପାରୁ ଆମ ଏ ଯାତ୍ରା ସୁରୁଖୁରୁରେ ଏଠି ଅନୁଷ୍ଠିତ ହେବ।